বীজগণিত ও প্রয়োগ ହେଲା ଏହି ବିଷୟରୁ ତମର ପିଲାମାନେ ଆମର ଷଷ୍ଠ ଶ୍ରେଣୀ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷାରେ ନିଶ୍ଚିତ ଭାବରେ ପ୍ରଶ୍ନ ଆସିବ ଏବଂ ତମେ ମାନେ ଯଦି ବଡ଼ ବଡ଼ କମ୍ପିଟେଟିଭ ଏକ୍ଜାମ ବି ପ୍ରସ୍ତୁତ ହଉଛ ନା ସେଥିରେ ବି ଏହି ବିଷୟରୁ ପ୍ରଶ୍ନ ଆସିବ। ଆସ ଆଜି ଆମେ ଜାଣିବା ଟିକେ ବୀଜଗଣିତ ଏବଂ ସେ ବୀଜଗଣିତ ମାନେ କ'ଣ, ବୀଜଗଣିତ କୋଉଠି ବ୍ୟବହାର କରାଯାଏ ସେ ବିଷୟରେ ଜାଣିବା। ଆଚ୍ଛା, ଫାର୍ଷ୍ଟ ଜାଣିବା ବୀଜଗଣିତ କ'ଣ। ସଂଖ୍ୟା ପରିବର୍ତ୍ତେ ସଂକେତକୁ ବ୍ୟବହାର କରି ବିଭିନ୍ନ ଗାଣିତିକ ପ୍ରକ୍ରିୟା ପ୍ରୟୋଗ କରିବା ସମ୍ବନ୍ଧୀୟ ବିଷୟବସ୍ତୁକୁ ଆମେ ବୀଜଗଣିତ କହିପାରିବା। ସାଧାରଣତଃ ବୀଜଗଣିତରେ ହେଲା ଆମର ଯୋଉ ଇଂରାଜୀର ଛୋଟ ଅକ୍ଷରକୁ ସଂକେତ ରୂପରେ ବ୍ୟବହାର କରାଯାଏ, ଯେମିତିକି ଏକ୍ସ ୱାଇ ଜେଡ୍ ଏ ବି ସି, ଏହା ହଉଛି ଇଂରାଜୀ ଅକ୍ଷରକୁ ଛୋଟ ଅକ୍ଷର। ଏଇ ଛୋଟ ଅକ୍ଷରକୁ ଆମେ ସଂକେତ ରୂପେ ବ୍ୟବହାର କରିଥାଉ। ଆଚ୍ଛା, ତାପରେ ଦେଖିବା ଚଳ ରାଶି ମାନେ କ'ଣ ବା ଚଳ କ'ଣ। ଯେଉଁ ସଂକେତ ଗୁଡ଼ିକ ପରିବର୍ତ୍ତନଶୀଳ ତାହାକୁ ଆମେ ଚଳ ରାଶି ବା ଚଳ କୁହାଯାଏ, ଯାହାକୁ ଇଂରାଜୀରେ ଭେରିଏବୁଲ ବୋଲି ମଧ୍ୟ କୁହାଯାଏ। ଆଚ୍ଛା, ତାପରେ ଦେଖ ଏଇଠି ଗୋଟେ ଦେଲା ପଦ, କ'ଣ ଦେଲା 2ab। ଏଇ 2ab ପଦର ଏଇ 2 ଟା ହଉଛି ଗୋଟେ କ'ଣ ନା ସଂଖ୍ୟାତ୍ମକ ସହଗ। ଠିକ ସେମିତି ଏଇ 2a ଟା କ'ଣ ହେଇପାରିବ ନା b ର ଏକ ସହଗ ହେଇପାରିବ। ଠିକ ସେମିତି 2b ଟା a ର ସହଗ ହେଇପାରିବ। ସେମିତି ଆମେ ଏଇ 2 ଟା ab ର ବି ମଧ୍ୟ ସହଗ ହେଇପାରିବ। କ୍ଲିୟର। ତାପରେ ଦେଖିବା ସଦୃଶ ପଦ। ଆଚ୍ଛା, ପଦ ଗୁଡ଼ିକର ଆକ୍ଷରିକ ବୀଜ ଗୁଡ଼ିକ ସମାନ ଏବଂ ବୀଜ ଗୁଡ଼ିକର ଘାତାଙ୍କ ସମାନ ହେଲେ ଉକ୍ତ ପଦ ଗୁଡ଼ିକୁ ସଦୃଶ ପଦ ବୋଲି ଆମେ କହିପାରିବା। ଯେଉଁଗୁଡ଼ିକ ସଦୃଶ ହେବେ ନାହିଁ ସେଟା କ'ଣ ହେବେ ଅସଦୃଶ ପଦ। ବୁଝିହେଉଛି ନାହିଁ। ଯଦି ମୁଁ ଏକ୍ସାମ୍ପଲ ପିଲାମାନେ ତମକୁ ଏଠି ଦେଖେଇବି, ମନେକର x 2x ହେଲା ମନେକର 3x, ଏମାନେ ହଉଛନ୍ତି ଗୋଟେ ଗୋଟେ କ'ଣ ସଦୃଶ ପଦ। କାହିଁକି ନା ଏଠାରେ ଆମର ଯୋଉ ରହିଛି ଅଜ୍ଞାତ ରାଶି, ଅଜ୍ଞାତ ରାଶି ଏଠି କିଏ ରହିଛି ନା x, ନା x ଏଠି ଘାତ 1, ଏଠି ଘାତ 1, ଏଠି ଘାତ 1, 1 ଟାକୁ ଲେଖାଯାଏ ନାହିଁ ହେଲା, ଏବଂ ସମସ୍ତ ଅଜ୍ଞାତ ରାଶି x ଅଛି, ତେଣୁ ଇ ହେଲା ସଦୃଶ ପଦ। ଆଚ୍ଛା, ଆଉ କ'ଣ ହେଇପାରିବ ନା ଯଦି ତମର ମୁଁ ଏଠି ନେବି କ'ଣ ଧର x² ନେଇଗଲି, 5x² ନେଇଗଲି, ଇଏ ବି ସଦୃଶ ପଦ ହେଇପାରିବେ। ଅଜ୍ଞାତ ରାଶି ଦିଟା ପଦରେ x x ଅଛି ଏବଂ ସେମାନଙ୍କ ଘାତ 2 2 ଅଛି। ଆଚ୍ଛା, ତମେ କହିବ ସାର୍ ମୁଁ ଯଦି ଲେଖିବି କ'ଣ 3z², ଆଉ ଗୋଟେ ଲେଖିବି 5z², ଏ ଦିଟା ସଦୃଶ ପଦ ହେବେନି? ହଁ ହେବେ। ଏମାନଙ୍କର ଅଜ୍ଞାତ ରାଶି କ'ଣ ଦିଟା ପଦର ଅଜ୍ଞାତ ରାଶି z z ଅଛି ଏବଂ ସେମାନଙ୍କ ଘାତ 2 2 ସମାନ ଅଛି, ତେଣୁ ଇଏ ହେଇପାରିବ କ'ଣ ସଦୃଶ ପଦ। ତାଙ୍କର ସହଗ ଯାହା ଥାଉ ତା ଆମର ମ୍ୟାଟର ନାହିଁ। ଓକେ। ଆଚ୍ଛା, ତାପରେ ଦେଖିବା କ'ଣ ନା 2 ବା ତତୋଧିକ ସଦୃଶ ପଦର ଯୋଗଫଳ ସ୍ଥିର କରିବାକୁ ହେଲେ ସଦୃଶ ପଦ ମାନଙ୍କର ସଂଖ୍ୟାତ୍ମକ ସହଗ ମାନଙ୍କର ଯୋଗଫଳ ସ୍ଥିର କରିବାକୁ ହୁଏ। ଗୋଟେ ଯଦି ଏକ୍ସାମ୍ପଲ ଦେଖେଇମି, ମନେକର ଏଠି ଅଛି କ'ଣ ଅଛି 2x ହେଲା। ଆଚ୍ଛା, ଟିକେ ଆଉ ଟିକେ ମୋଟା କରିଦିଏ, ହେଁ ଦେଖାଉଥିବ ଦେଖୁଥିବ। ଦେଖ ଏଠି ମନେକର ଅଛି 2x, ତା ସହିତ ମନେକର ମୁଁ ଯୁକ୍ତ କରିମି 3x ହେଲା। ଆଚ୍ଛା ଦେଖ ତାହେଲେ କେମିତି କରାଯିବ ନା ଏଇ x ଟାକୁ ଆମେ କ'ଣ ନେଇଯିବା କମନ ନେଇଯିବା, x ଟାକୁ କମନ ନେଇଗଲେ ବାହାରକୁ, ଏମିତି ହେଲା। ତାହେଲେ ଏ 2 ଯୁକ୍ତ 3, ତାମାନେ ସେମାନଙ୍କର ସଂଖ୍ୟାତ୍ମକ ସହଗ 2 ଆଉ 3 କୁ ଯୋଗ କରାଯିବ। କରିଦେଲେ କେତେ ହବ 2 3 କୁ ଯୋଗ କରିଦେଲେ 5 ହେଇଯିବ, ଇଏ x କୁ x ହେଇଗଲା 5x। ତାହେଲେ ଆମେ ଜାଣିଲେ କ'ଣ ନା 2 ବା ତତୋଧିକ ପଦ ଯଦି ଆମେ ସଦୃଶ ପଦ ଯଦି ଆମେ ଯୋଗ କରୁଛେ ସେମାନଙ୍କର ସଂଖ୍ୟାତ୍ମକ ସହଗ ମାନଙ୍କୁ ଆମେ ଯୋଗ କରିବାକୁ ହୁଏ। ଓକେ, ବିୟୋଗ କ୍ଷେତ୍ରରେ ବି ସେମିତି ପିଲାମାନେ ଦେଖ ନା ସଦୃଶ ପଦ ମାନଙ୍କର ବିୟୋଗ ଫଳ ସ୍ଥିର କରିବାକୁ ହେଲେ ପଦ ମାନଙ୍କର ସଂଖ୍ୟାତ୍ମକ ସହଗ ମାନଙ୍କର ବିୟୋଗ ଫଳ ସ୍ଥିର କରିବାକୁ ପଡିବ। ସେଇଭଳିଆ ବୁଝୁଛି ନାଇଁ। ଯେମିତି ମୁଁ ଲେଖିମି ଏଠି କ'ଣ 5y ବିୟୋଗ 3y ଲେଖିମି, ଏମିତି ଲେଖିନି। ତାହେଲେ ଆগে ଆମେ କ'ଣ କରିବା ଏଠି ନା y ଟାକୁ କମନ ନେଇଗଲେ, ତାହେଲେ ତ ଭିତରେ କ'ଣ ହବ 5 ବିୟୋଗ 3, ତାହେଲେ 5 ରୁ 3 ଗଣଲେ କେତେ ହେଇବ 2y।
ବୁଝିଗଲା ପିଲାମାନେ? କ୍ଲିଅର? ବାସ୍। ଆଚ୍ଛା, ତାପରେ ଦେଖିବା କଣ ନା ଗୋଟିଏ ସଂଖ୍ୟାକୁ ବିୟୋଗ କରିବାର ଅର୍ଥ କଣ ନା ତାର ଯୋଗାତ୍ମକ ବିଲୋମୀ ବା ତାର ବିପରୀତ ସଂଖ୍ୟା ସହିତ ତାକୁ ଯୋଗ କରିବା। ଓକେ, ଆକୁ ମନେ ରଖିବ। ଦୁଇଟି ବୀଜଗାଣିତିକ ରାଶି ମଧ୍ୟରେ ଏକ ସମାନତାକୁ ଆମେ କହିବା ସମୀକରଣ। ନାଇଁ, ତାହେଲେ ସମୀକରଣ କାହା କହିବା ନା ଦିଟା ବୀଜଗଣିତ ରାଶି ମଧ୍ୟରେ କଣ ଏକ ସମାନତାକୁ ଆମେ କଣ କହିବା ନା ସମୀକରଣ କହିବା। ଆଚ୍ଛା, ତାପରେ ଦେଖିବା ଗୋଟେ ସମୀକରଣର ଦୁଇଟି ପାର୍ଶ୍ୱ ଥାଏ, ଗୋଟେ ହଉଛି ବାମ ପାର୍ଶ୍ୱ ଆଉ ଗୋଟେ ହଉଛି ଦକ୍ଷିଣ ପାର୍ଶ୍ୱ। ନାଇଁ, ଆଚ୍ଛା, ଆଉ କଣ ନା ଏଇ ସମୀକରଣର ଦୁଇ ପାର୍ଶ୍ୱ ମଧ୍ୟରୁ ଅତି କମରେ ଗୋଟିଏ ପାର୍ଶ୍ୱରେ ଯେକୌଣସି ଗୋଟିଏ ପାର୍ଶ୍ୱରେ ଅଜ୍ଞାତ ରାଶି ରହିବା ଆବଶ୍ୟକ। ହେଲା, ଯେମିତିକି ମୁଁ ଧର ଏଠି ଲେଖିମି, ମନେକର 2x ଯୁକ୍ତ 3 ଇକ୍ୱାଲ ଲେଖିଦେନି, ମୋ ଡାହାଣ ପଟ କିଛି ଲେଖିନି, ଖାଲି 3 ଲେଖିଦେନି ବା କିମ୍ବା ନହେଲେ 5 ଲେଖିଦେନି। ତାହେଲେ ଦେଖ ଏଇ ପାଖରେ ମୁଁ ଅଜ୍ଞାତ ରାଶି ରହିଲା, ବୁଝୁଛନି? ଏପଟୁ ଅଜ୍ଞାତ ରାଶି ଲେଖିଦେଲେ ବି କିଛି ଅସୁବିଧା ନାହିଁ, କିନ୍ତୁ ଅତି କମରେ କହିଛି ଯେକୌଣସି ଗୋଟିଏ ପାଖରେ ରହିବା ଦରକାର। ତମେ କହିବ ସାରେ ମୋର ଏଠି ଲେଖିମି ଆଉ ମୋର ଏପଟା ଲେଖିବି ନାହିଁ, ନହେଲେ ହଁ ଚଳିବ, ଯେକୌଣସି ଗୋଟେ ପାଖରେ ଆମର କଣ ରହିବା ଦରକାର ନା ଅଜ୍ଞାତ ରାଶି ରହିବା ଦରକାର। ଓକେ, ଆଚ୍ଛା, ତାପରେ ଆମେ ପିଲାମାନେ ଦେଖିବା ନା ସମୀକରଣରେ ଥିବା ଯୋଉ ଅଜ୍ଞାତ ରାଶି ନା ହେଲା ତାର ଘାତ ଅନୁସାରେ ସମୀକରଣକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ନାଇଁ, କଣ କଣ ଯେମିତି ଏକଘାତୀ। ଏକଘାତୀ ମାନେ କଣ ନା ସମୀକରଣର କଣ ଅଜ୍ଞାତ ରାଶିର ସର୍ବୋଚ୍ଚ ଘାତ 1 ହେଇଥିବ, ତାହେଲେ ତାକୁ ଆମେ କଣ ଏକଘାତୀ କହିପାରିବା। ଦ୍ୱିଘାତୀ ନା ଯେଉଁ ସମୀକରଣର ଅଜ୍ଞାତ ରାଶିର ସର୍ବୋଚ୍ଚ ଘାତ ବା ଉଚ୍ଚତମ ଘାତ 2 ହେଇଥିବ, ତାହେଲେ ତାକୁ ଦ୍ୱିଘାତୀ କହିପାରିବା। ତ୍ରିଘାତୀ ମାନେ କଣ ନା ଯେଉଁ ସମୀକରଣର ଉଚ୍ଚତମ ଘାତାଙ୍କ ବା ଘାତ 3 ହେଇଥିବ, ତାକୁ ଆମେ 3 ଘାତୀ କହିପାରିବା। ବୁଝିଲା? ବାସ୍। ସମୀକରଣରେ ବ୍ୟବହୃତ ଯୋଉ ଅଜ୍ଞାତ ରାଶି ମାନଙ୍କର ସଂଖ୍ୟା ଅନୁଯାୟୀ ସମୀକରଣ ନାମକରଣ କରାଯାଇଛି। କଣ କଣ ନା ଗୋଟେ ହଉଛି ଏକ ଅଜ୍ଞାତ ରାଶି ବିଶିଷ୍ଟ ସମୀକରଣ। ଏକ ଅଜ୍ଞାତ ରାଶି ବିଶିଷ୍ଟ ସମୀକରଣ ମାନେ କଣ, ସେଇ ସମୀକରଣରେ କେବଳ ଗୋଟିଏ ଅଜ୍ଞାତ ରାଶି ଥିବ। ଯଦି ମୁଁ ଉଦାହରଣ କହିମି ପିଲାମାନେ, ଧର 2x ପ୍ଲସ 3 ଇକ୍ୱାଲ ଟୁ ଧର 0 କହିଥିଲି, ଏଇଟା ଏଠି ଅଜ୍ଞାତ ରାଶି କେବଳ କଣ ଅଛି x ଅଛି, ତାହେଲେ ଇଏ ହେଇପାରିଲା। ନାଇଁ, ଆଚ୍ଛା, ତାପରେ ଦେଖିମି ଦୁଇ ଅଜ୍ଞାତ ରାଶି ବିଶିଷ୍ଟ ସମୀକରଣ ମାନେ କଣ, ଦିଟା ଅଜ୍ଞାତ ରାଶି ଥିବ। କେମିତି, ମନେକର ଏଠି x ଅଛି ଯୁକ୍ତ 3y ଅଛି ଇକ୍ୱାଲ ଟୁ ମନେକର 3 ଅଛି। ଏଇଠି କଣ ଦିଟା ଅଜ୍ଞାତ ରାଶି ଅଛି, ଗୋଟେ ହଉଛି x ଆଉ ଗୋଟେ ହଉଛି y। ବୁଝିହେଲା? ବାସ୍। ତାପରେ ଦେଖିବା ତିନି ଅଜ୍ଞାତ ରାଶି ବିଶିଷ୍ଟ ତିନିଟା ଅଜ୍ଞାତ ରାଶି ଥିବେ। ଧର ମନେକର ଏଠି ଥିବ କଣ ଆମର x ଯୁକ୍ତ 2y ଯୁକ୍ତ z ଇକ୍ୱାଲ ଧର 5 ଥିବ, ତାହେଲେ ଏଇଟା ତିନି ଅଜ୍ଞାତ ରାଶି ବିଶିଷ୍ଟ ତିନିଟା ଅଜ୍ଞାତ ରାଶି ଅଛି, ଗୋଟେ x ଗୋଟେ y ଆଉ ଗୋଟେ z। ଓକେ, ବାସ୍। ତାପରେ ଆମେ ଦେଖିବା କଣ ନା ଅଜ୍ଞାତ ରାଶିର ଯେଉଁ ମାନ ପାଇଁ ସମୀକରଣଟି ସିଦ୍ଧ ହୁଏ ତାହାକୁ ଆମେ ସମୀକରଣ ସମାଧାନ ବୋଲି କହିବା। ଓକେ, ଆକୁ ମନେ ରଖିବ। ଆଚ୍ଛା, ସମୀକରଣକୁ ସିଦ୍ଧ କରୁଥିବା ଅଜ୍ଞାତ ରାଶିର ମାନକୁ ସମୀକରଣର ସମାଧାନ ମୂଳ ବୋଲି ଆମେ କହିଥାଉ। ଓକେ, ଇଏ ଥିଲା ପିଲାମାନେ ତମର ବେସିକ କନସେପ୍ଟ। ଚାଲ ତାପରେ ଆମେ କିଛି ପ୍ରଶ୍ନ ଆଲୋଚନା କରିବା। 1 ନମ୍ବର କ୍ୱେଶ୍ଚନ ଦେଖ, ରବି ଠାରୁ ରାମ 7 ବର୍ଷ ସାନ। 4 ବର୍ଷ ପରେ ରାମର ବୟସ ରବି ବୟସର ଅର୍ଦ୍ଧେକ ହେବ। ବର୍ତ୍ତମାନ ସେ ଦୁହିଁଙ୍କର ବୟସ ମିଶି କେତେ? ଆଚ୍ଛା, ତାହା ମାନେ ଏଟା ତ ବୀଜ ଗଣିତ ନାଇଁ, ହଉ x y ଏମିତି ଧରି କରାଯିବ। ତାହେଲେ ଆମେ ଫାଷ୍ଟ ନବା ରାମର ବର୍ତ୍ତମାନ ବୟସ ନବା। ନବା କଣ ନା ମନେକର ବା ଲେଟ୍ ଲେଖିଦଉଛି ହେଲା, ମନେକର ରାମର ବର୍ତ୍ତମାନ ବୟସ। ଓକେ, ବର୍ତ୍ତମାନ ବୟସ କେତେ ଆସିବ, ମନେକର ନେଇଯାଉ x ନେଇଯାଉ, x ବର୍ଷ ହେଲା। ଆଚ୍ଛା, ତାହେଲେ ରବିର ବର୍ତ୍ତମାନ ବୟସ କେତେ ହବ ନା ରବିର ବର୍ତ୍ତମାନ ବୟସ କେତେ ହବ ନା ସେ ରାମ ବୟସ ଠାରୁ 7 ବର୍ଷ ସାନ, ରବି ରାମ 7 ବର୍ଷ ସାନ,
ରବି ଠାରୁ ରାମ 7 ବର୍ଷ ସାନ କହିଥିଲା। ରବି କଣ ହବ ନା ରାମ ଠାରୁ 7 ବର୍ଷ ବଡ ହବ। ରାମର ବର୍ତ୍ତମାନ ବୟସ x ହେଲେ ରବିର ବର୍ତ୍ତମାନ ବୟସ କଣ ହବ ନା x ରେ 7 ମିଶିଯିବ। ଓକେ ବାସ୍। ତାପରେ କଣ କହିଛି ନା 4 ବର୍ଷ ପରେ ରାମର ବୟସ। ଆଚ୍ଛା 4 ବର୍ଷ ପରେ ରାମର ବୟସ କେତେ ହବ ଲେଖିଦବ 4 ବର୍ଷ ପରେ ରାମର ବୟସ ହେଲା। 4 ବର୍ଷ ପରେ ରାମର ବୟସ କେତେ ହବ ବର୍ତ୍ତମାନ ବୟସ ହଉଛି x। 4 ବର୍ଷ ପରେ କଣ ହବ ମିଶିଯିବ 4 ନାଇଁ। ଆଚ୍ଛା ତାହେଲେ ରବିର କଣ ହବ ସେମିତି ନା ରବିର କଣ ହବ ନା ରବିର ବର୍ତ୍ତମାନ ବୟସରେ 4 ମିଶିଯିବ। ତାହେଲେ ରବିର ବର୍ତ୍ତମାନ 4 ବର୍ଷ ପରେ ତାର କେତେ ବୟସ ହେଇଯିବ ନା x ପ୍ଲସ୍ 11 ବର୍ଷ। ଓକେ ବାସ୍। ତାପରେ ସେ କହିଥିଲା କଣ ନା ରବିର କଣ ଆମର ରାମର ବୟସ ରବି ବୟସର ଅର୍ଦ୍ଧେକ ହବ ନାଇଁ। ତାହେଲେ ଆମେ ପ୍ରଶ୍ନ ଅନୁସାରେ ନବା ଯଦି ରାମର ବୟସ କେତେ ନା x ପ୍ଲସ୍ 4 ଇକ୍ୱାଲ ଟୁ ରବି ବୟସର ଅଧା ହବ। ରବି ବୟସ କେତେ ନା x ପ୍ଲସ୍ 11 ଅଧା ମାନେ ବିଭକ୍ତ ଆମେ ଏଠି 2 କରିଦବା ହେଇଗଲା। ଆଚ୍ଛା ତାହେଲେ ଏଇ ଦୁଇଟା ଏପଟ କଣ ହେଇଛି ହରଣ ହେଇକି ଅଛି ବିଭକ୍ତ ମାନେ ହରଣ ହେଇକି ଅଛି ଏପଟେ ଗୁଣିଯିବ। ଗୁଣିଗଲେ 2 into x plus 4 equal to x plus 11 ହେଲା। ଆଚ୍ଛା ତାପରେ ଆମେ 2 ଟାକୁ ଭିତରକୁ ଗୁଣିଦବା 2 ଟାକୁ 2 ଟାକୁ ଭିତରକୁ ଗୁଣିଲେ 2 ଆଉ x ଗୁଣିଲେ କଣ ହବ 2x plus 2 ଆଉ 8 ଗୁଣିଲେ କଣ ହବ 8 2 ଆଉ ସରି 8 କହିଦେନି 2 ଆଉ 4 ଗୁଣିଲେ 8 ହବ equal to x plus 11। ଆଚ୍ଛା ବର୍ତ୍ତମାନ ଦେଖ କଣ ନା ଏଠି 2x କୁ 2x ରହିଲା ଏଟା କଣ ଏଇ x ଟା ଏପଟୁ ଏନେ କଣ ହବ ମାଇନସ୍ x ହେଇଯିବ ଇକ୍ୱାଲ ଏପଟ 11 କୁ 11 ରହିଲା ଇଏ ଯୋଉ ପ୍ଲସ 8 ଅଛି ଆଉ ମାନେ କଣ ହବ ବିୟୋଗ 8 ହେଲା। ଆଚ୍ଛା ତାପରେ ବର୍ତ୍ତମାନ ଦେଖିବା ଦିଟା x ରୁ ଗୋଟେ x ବିୟୋଗ ହେଲେ ଆଉ ଗୋଟେ x ରହିବ। ତାହେଲେ 11 ରୁ 8 ହେଲେ କେତେ ହେଇଯିବ ରେ ପିଲାମାନେ ନା 3। ତାହେଲେ x ବାହାରି ଗଲା 3। ତାପରେ ଆମର ବର୍ତ୍ତମାନ ବୟସ ବାହାରି ଗଲା କେତେ 3। ରବିର ବର୍ତ୍ତମାନ ବୟସ କେତେ ଥିଲା ନା ରବିର ବର୍ତ୍ତମାନ ବୟସ ଥିଲା x ପ୍ଲସ୍ 7। ତାହେଲେ 3 ପ୍ଲସ୍ 7 କେତେ ହେଇଯିବ 10 ବର୍ଷ ହେଇଯିବ ନାଇଁ। ଆଚ୍ଛା ତାରେ ସେ କହିଥିଲା ଉଭୟଙ୍କର ବୟସ ମିଶି କେତେ ନା ରାମର ବାହାରିଲା କେତେ 3 ଆଉ ଆମର ରବିର ବାହାରିଲା 10। ତାହେଲେ 3 ଯୁକ୍ତ 10 ମିଶିଗଲେ କେତେ ହବ 13। ତାହେଲେ ଏଇଟା ହବ ଆମର 13 ହବ ଉତ୍ତର ହେଲା। ଦେଖ ପିଲାମାନେ 13 ଅପସନ ରେ ଅଛି ହଁ ଅପସନ ଏ। ଓକେ ତାପରେ ଦେଖିବା ଆମେ 2 ନମ୍ବର। ଆଚ୍ଛା ଫଟାଫଟ ପିଲାମାନେ ଭିଡିଓକୁ ଲାଇକ୍ କରି ପକାଅ ଏବଂ ସାଙ୍ଗସାଥି ମାନଙ୍କୁ ଏ ଭିଡିଓ ସେୟାର କରି ପକାଅ। ଆସ 2 ନମ୍ବର ଦେଲା 3ଟି ପୂର୍ଣ୍ଣ ସଂଖ୍ୟା ମଧ୍ୟରୁ ପ୍ରଥମଟି ଦ୍ୱିତୀୟର 2 ଗୁଣ ଦ୍ୱିତୀୟଟି ତୃତୀୟର 3 ଗୁଣ ଅଟେ। ଯଦି ସଂଖ୍ୟା 3ଟିର ହାରାହାରି 100 ହୁଏ ତେବେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସଂଖ୍ୟା ଗୁଡିକ ଯଥାକ୍ରମେ କେତେ। ଆଚ୍ଛା ତାମାନେ କଣ ଦେଲା 3ଟି ପୂର୍ଣ୍ଣ ସଂଖ୍ୟା ଦେଲା। ଆଚ୍ଛା ତାହାନେ ଆମେ ଏଇ ଯୋଉ 3ଟି ପୂର୍ଣ୍ଣ ସଂଖ୍ୟାକୁ ଯାହାନେ ମୁଁ ଧରିତେ ଗୋଟେ ସଂଖ୍ୟାକୁ ଧରତେ ପଡିବ ଆগে। ତାନେ ଏଇ ତୃତୀୟ ସଂଖ୍ୟାଟାକୁ ଆମେ ଧରିବା ହେଲା। ଆମେ କଣ ନବା ଏଇଠି ନା ମନେ କର କଣ ନବା ମୋର ତୃତୀୟ ମାନେ 3 ଇଏ କରିଦେଇଛି ହେଲା। ତୃତୀୟ ସଂଖ୍ୟା ହେଲା ତୃତୀୟ ସଂଖ୍ୟା କେତେ ଆସିବ ମନେକର ହେଲା x। ଆଚ୍ଛା ତାହେଲେ ତାପରେ କଣ କହିଛି ଦ୍ୱିତୀୟ ସଂଖ୍ୟା କଣ ହବ ନା ତୃତୀୟର 3 ଗୁଣ ହବ। ତାହେଲେ ଆମେ ଲେଖିଦବା ଏଠି କଣ ଦ୍ୱିତୀୟ ହେଲା ଦ୍ୱିତୀୟ ସଂଖ୍ୟା କେତେ ହବ ନା ତୃତୀୟର 3 ଗୁଣ। ତୃତୀୟଟା କେତେ x ନେଇଛେ ତାର 3 ଗୁଣ ତାହେଲେ 3x ହେଇଯିବ। 3x ସହିତ 3 ଗୁଣିଲେ କଣ ହେଇଯିବ 3x ହେଇଯିବ। ଆଚ୍ଛା ତାପରେ ପ୍ରଥମ ସଂଖ୍ୟା ଟା କେତେ ହବ ନା ପ୍ରଥମ ଓ କଣ କହିଛି ପ୍ରଥମଟି ଦ୍ୱିତୀୟର 2 ଗୁଣ ଆଉ ହଁ ଦ୍ୱିତୀୟର 2 ଗୁଣ କହିଛି କାହିଁକିନା ପ୍ରଥମଟି ଦେଇଛି ଆମର ଦ୍ୱିତୀୟର 2 ଗୁଣ ଦ୍ୱିତୀୟଟା ବାହାରିଛି କେତେ 3x ତାହେଲେ 3x ରେ 2 ଗୁଣିଯିବ ସମାନ କେତେ ହେଇଗଲା
ନା ଗୁଣି ଦେନେ 6x ହେଇଯିବ 3 ଦୁଲେ 6x 6x ହେଇଗଲା ବାସ୍। ତାହାନେ ସେ କଣ କହିଛି ନା ଏମାନଙ୍କର ହାରାହାରି କେତେ ହଉଛି 100। ହାରାହାରି ମାନେ କଣ କେମିତି ବାହାରିବ ନା ସେ ତିନିଟା ସଂଖ୍ୟାକୁ ମିଶେଇକି ହରଣ କରିଦବା କେତେ 3 ରେ ହେଲା। ତାନେ x ଯୁକ୍ତ 3x ଯୁକ୍ତ 6x ହେଲା। ତିନିଟା ସଂଖ୍ୟା x 3x 6x ମିଶିଗଲା। ଆଚ୍ଛା ବିଭକ୍ତ କେତେ ହବ ନା କେତେଟା ସଂଖ୍ୟା ଏଠି 3ଟା 3 ହରଣ କରାଯିବ ହେଲା। ଇକ୍ୱାଲ ଟୁ ଏଇ ଯୋଉ ଏଟା ହେଲା ହାରାହାରି ଏଇ ହାରାହାରିଟା ଦେଇଛି କେତେ ନା ଦେଇଛି 100 ହେଲା। ବର୍ତ୍ତମାନ ଆମେ ତାର କଣ କରିବା ନା ଯୋଉ ଏଠି ଗୋଟେ x ଏଠି 3ଟା x ଏଠି 6ଟା x ମିଶିଗଲା କେତେ ହବ 3 ଇଏ ନା ଏ ଗୋଟେ ଇଏ 3ଟା 4ଟା ଇଏ 6ଟା 10ଟା ଏଠି କଣ ହେଇଗଲା 10ଟା x ଇଏ 3ଟା ହରଣ ହେଇକି ଅଛି ଏପଟକୁ ଗଲେ କଣ ହେଇଯିବ ଗୁଣନ ହେଇଯିବ। ଏଇ 3ଟା ଯଦି 100 ସହିତ ଯାଇକି ଗୁଣନ ହେଇଯିବ ତାହେଲେ କେତେ ହେଇଯିବ ନା 300 ନାଇଁ। ତାହେଲେ ସେଇଭଳିଆ ତାହେଲେ x ଇକ୍ୱାଲ ବାହାର କରିବା ଏପଟର ଅଛି 300 ଏଠି 10 ସହିତ x କଣ ହେଇକି ଅଛି ଗୁଣିକି ଅଛି ହେଲା ଏପଟକୁ ହରଣ ହବ। ଆଚ୍ଛା ତାହେଲେ କାଟିଦେଲେ କଣ ହେଇଯିବ ନା ଏଠି 30 ବାହାରି ଯିବ ହେଲା। 30 କୁ ଯଦି ଆମେ 10 ହରଣ କରିବା ସରି 300 କୁ 10 ହରଣ କଲେ 30 ଆସିଯିବ ଆମେ x ପାଇଗଲେ ନାଇଁ ନା ଆମକୁ କଣ କହିଥିଲା ସଂଖ୍ୟା ଗୁଡିକ କହିଥିଲା ନାଇଁ ସଂଖ୍ୟା ଗୁଡିକ ବାହାର କରିଦିଅ। ଏଇଟା ପ୍ରଥମଟା ବାହାରିଗଲା x 30 ବାହାରିଗଲା ନାଇଁ। ତାପରେ ଦ୍ୱିତୀୟଟା କଣ ଅଛି ନା ରେଡ ପେନ ଲେଖି ଦଉଛି ଜାଣିପାରିବ। ପ୍ରଥମଟା ବାହାରିଗଲା 30। ଆଚ୍ଛା ତାପରେ ଦ୍ୱିତୀୟଟା କଣ ହବ 3 ଗୁଣନ x ମୂଲ୍ୟ 30 କେତେ ହେଇଯିବ 90। ଏଟା ସେମିତି କଣ ହେଇଯିବ 6 ଗୁଣନ x ମୂଲ୍ୟ କେତେ 30 70 18 180। ତାହେଲେ ଦେଖ ନା 30 90 180 କୋଉଠି ଅଛି ରେ ପିଲାମାନେ 30 90 180 କୋଉ ଅପସନ ରେ ଅପସନ ଏ ରେ ଦେଖ ଅଛି ନା ଅପସନ ଏ ହେଇଗଲା। चलो नेक्स्ट देखिबा नेक्स्ट क्वेश्चन 3 नंबर देखो पिला माने 3 नंबर क्वेश्चन कौन देला देखो 3 नंबर क्वेश्चन देला चारोटी क्रमिक गणन संख्या निरूपण कर जो मानकर समष्टि 50। अच्छा तार आमे ई चारोटी क्रमिक गणन संख्या को आमे नबा कौन कौन अच्छा मन कर गोटे नै गले केते x आ गोटे नै गले केते x + 1 आ गोटे नै गले केते x + 2 आ गोटे नै गले कोन x + 3 1 2 3 4 चारटा हे गला नाही। अच्छा ताने एमानकर समष्टि देइची ताने x + x + 1 + x + 2 + x + 3 मिसे देने केते हबो ना 50 देई समष्टि। अच्छा इम्प्लाई दैट एटी गुटे x गुटे तने 1 2 3 4 ने कोन हैला 4x हे गला जुक्त 1 एटी 2 3 ये 3 6 इक्वल केते हे गला 50। अच्छा ताने 4x इक्वल कोन हबो एपटर 50 अछि ए 6 टा जुक्त होके छै एपटर माने वियोग हबो ताने एठी कोन हे गला ना 4x इक्वल 50 रु यदि हमें 6 वियोग करिवा केते हे जिवो 44 नहीं ताहाले हमर एडी x मूल्य केते बाहरिबो ना 44 विभक्त एडी 4 टा x सहित कोन हेक अछि 4x माने 4 टा x सहित गुणिक अछि ताने एपटर गायने हरण हबो ताने केते जिवो 4 केते 11 x मूल्य बाहरी गला 11 हला। अच्छा x मूल्य जदी 11 बाहरी गला ताहाने हमर x + 1 टा केते बाहरिबो ना 11 + 1 समान केते 12 आस जिवो नहीं तापरे x + 2 टा केते आसीबो ना 11 + 2 केते आइबो 13 आसीबो तापरे x + 3 ना 11 जुक्त 3 केते आइबो 14 आस जिवो नहीं ताने हमर उत्तर बाहरी गला ए एको 11 12 13 14 देखना को ऑप्शन अछि 11 12 13 14 ऑप्शन बी। तापर देखिबा 4 नंबर क्वेश्चन देखो 4 नंबर क्वेश्चन कोन देइची वर्तमान एक प्रकार कीटक संख्या होउची x सप्ताह परे सेमानक संख्या y गुण होई जाए सही हार रे कीट मानक संख्या वृद्धि पाइले 3 सप्ताह शेष बेलकु कीट संख्या केते हेबो। अच्छा ताना हमें वर्तमान कोन देला से एठी कोन ना वर्तमान एक प्रकार कीटक संख्या देला x नहीं ताना सप्ताह परे सेमानकर संख्या y गुण होई जाए से
କହୁଛି ତାହେଲେ କଣ ହବ ରେ ପିଲାମାନେ ନା କୀଟଙ୍କ ସଂଖ୍ୟା x ହେଲେ ସପ୍ତାହ ପରେ y ଗୁଣ ହେଇଯିବ ତାମାନେ ଏଇ x ସହିତ y ଟା ଗୁଣିଯିବ ତାମାନେ x ଆଉ y ଗୁଣିଗଲେ କେତେ ହେଇଯିବ x y ଗୁଣିଗଲେ ନା ସେଇ x y ହବ। ଆଚ୍ଛା ତାପରେ ସେଇ ହାରରେ ବୃଦ୍ଧି ହେଲେ 3 ସପ୍ତାହ ପରେ କେତେ ହବ ସେ କହିଛି ନାଇଁ। ଆଚ୍ଛା 1 ସପ୍ତାହ ପରେ କେତେ ହେଲା x y ହେଲା ଏଟା ହଉଛି ପ୍ରଥମ ସପ୍ତାହ ହେଲା ସପ୍ତାହକ ପ୍ରଥମ ସପ୍ତାହରେ x y ହେଲା ତାହେଲେ ଦ୍ୱିତୀୟ ସପ୍ତାହରେ କେତେ ହବ ନା ଦ୍ୱିତୀୟ ସପ୍ତାହ ବା ଦ୍ୱିତୀୟ ସପ୍ତାହକ ହେଲା ଦ୍ୱିତୀୟ ସପ୍ତାହରେ କେତେ ହବ ନା x y ରହିଲା ସେଥିରେ କେତେ ଗୁଣିବ ପୁଣି y ଗୁଣିଯିବ ନାଇଁ ପୁଣି y ଗୁଣ ବଢିଯିବ ପୁଣି ଫେରେ ଆଉ 1 ସପ୍ତାହ ପରେ ପୁଣି y 1 ଗୁଣିଯିବ ନାଇଁ ତାହେଲେ x ଆଉ y ର ସ୍କୋୟାର ହେଲା y ହେଲେ y ର ଉପରେ ଘାତ 2 ହବ ହେଲା। ଆଚ୍ଛା ତାପରେ ତୃତୀୟ ସପ୍ତାହ ବେଳକୁ କଣ ହବ ନା ଏଠି ବାହାରିଛି x y ର ସ୍କୋୟାର ଅଛି ପୁଣି y ଗୁଣିଯିବ ନାଇଁ ତାହେଲେ କଣ ହବ x y ର ଘାତ ହେଇଯିବ କେତେ 3 ହେଲା ତାହେଲେ ଏଇଟା ହବ ଅପସନ ଡି। କ୍ଲିୟର ପିଲାମାନେ। ତାପରେ ଦେଖିବା 5 ନମ୍ବର କ୍ୱେଶ୍ଚନ କଣ କହିଛି ଦେଖ ନା ଏକ ଆୟତକାର ଚଟାଣର ଦୈର୍ଘ୍ୟ ପ୍ରସ୍ଥର 2 ଗୁଣ ଚଟାଣର ପ୍ରସ୍ଥ କେତେ ହେଲେ ଏହାର କ୍ଷେତ୍ରଫଳ 128 ବର୍ଗ ମିଟର ହେବ। ଆଚ୍ଛା ତାହେଲେ ଆମେ ବାହାର କରିବା ଚଟାଣର କଣ ବାହାର କରିବା ପ୍ରସ୍ଥ ବାହାର କରିବା। ଆଚ୍ଛା ଆମକୁ ଯଦି ଦୈର୍ଘ୍ୟଟା ଦେଇଛି ପ୍ରସ୍ଥର 2 ଗୁଣ ଆମେ ଲେଖିଦବା କଣ ନା ଦୈର୍ଘ୍ୟ ସମାନ କେତେ ନା ପ୍ରସ୍ଥ ଇଣ୍ଟୁ 2 ଏତିକି ଦେଇଛି। ଆଚ୍ଛା ଗୋଟେ ଏଟା ହচ্ছে ନା କଣ ଦୈର୍ଘ୍ୟ ଆୟତାକାର ଚଟାଣ ନା ଆୟତାକାର ଚଟାଣର କ୍ଷେତ୍ରଫଳ କେମିତି ବାହାରିବ ଦୈର୍ଘ୍ୟ ଗୁଣନ ପ୍ରସ୍ଥ ନାଇଁ ତାହେଲେ ଦୈର୍ଘ୍ୟ ଗୁଣନ ପ୍ରସ୍ଥ ଇକ୍ୱାଲ ଟୁ କେତେ ଏଇ ଦୈର୍ଘ୍ୟ ଗୁଣନ ପ୍ରସ୍ଥ କ୍ଷେତ୍ରଫଳ ସୂତ୍ର ଏଇ କ୍ଷେତ୍ରଫଳ ଦେଇଛି କେତେ 128 ହେଲା। ଆଚ୍ଛା ଏଟା ହଉଛି କ୍ଷେତ୍ରଫଳ ହେଲା କ୍ଷେତ୍ରଫଳ। ଆଚ୍ଛା ତାହେଲେ এই ଦୈର୍ଘ୍ୟଟା କେତେ ପାଇଛେ ପ୍ରସ୍ଥର 2 ଗୁଣ ତାହେଲେ ଆମେ ଲେଖିଦବା ଏଠି କଣ ଦୈର୍ଘ୍ୟ ବଦଳରେ ବସିଦବା ପ୍ରସ୍ଥ ଗୁଣନ 2 ଗୁଣନ ଇଏ ହେଇଯିବ କେତେ ପ୍ରସ୍ଥ ହେଲା ସମାନ କେତେ ହେଇଯିବ ନା 128 ହେଲା। ପ୍ରସ୍ଥ ଯଦି ଆମେ ଗୁଣିଦବା କଣ ହେଇଯିବ ପ୍ରସ୍ଥ ଗୁଣି ଦେଲେ ପ୍ରସ୍ଥର ବର୍ଗ କରିଦବା ଏ ଦୁଇଟା ଗୁଣିକ ସେ ପୁରା ହରଣ ହେଇଯିବ ମାନେ 128 ହରଣ 2 କରିଦେଲେ କଣ ହେଇଯିବ ରେ ନା 212 208 ଓକେ 64 ବାହାରିଲା। ତାହେଲେ ପ୍ରସ୍ଥ କଣ ବାହାରିବ କେମିତି ବାହାରିବ ନା ପ୍ରସ୍ଥ ବାହାରିବ ସମାନ ଏ ବର୍ଗଟା ଉଠିଗଲେ ଆପଣ ବର୍ଗମୂଳ ହେଇଯିବ 64 ର ବର୍ଗମୂଳ ହେଲା 64 ର ବର୍ଗମୂଳ କେମିତି ବାହାରିବ ନା କାହାକୁ ଗୁଣିଲେ 64 ହବ ନା 8 ଅଷ୍ଟା 64 8 କୁ 8 ସହିତ ଗୁଣିଲେ 64 ହବ ମାନେ 64 ର ବର୍ଗମୂଳ ହବ 8 ହେଲା। ତାହେଲେ ଆମ ପ୍ରସ୍ଥ ମାଗିଥିଲା ପ୍ରସ୍ଥ 8 ବାହାରିଗଲା ଅପସନ ଏ ଓକେ ପିଲାମାନେ। ଆଚ୍ଛା ଯୋଉମାନେ ବି फटाफट भिडियो को एत पर्यंत लाइक करिन भिडियो को लाइक करी सांगसाथी मानको भिडियो शेयर करि पकाओ एवं जो माने हम चैनल को नुआ करी आछथि चैनल को सब्सक्राइब करि पाखरते घंटी वाला कोन दबि दंतु जहा पर हमर एही बेले भिडियो अपलोड हबा सर्वप्रथमे आपनक पाखर सूचना पहुंची परिबो एवं आम चैनल सहित आउ टिके जोड़ी होबे चाहूतिले एही भिडियो डिस्क्रिप्शन तळे WhatsApp चैनल लिंक दाइछि ता पर क्लिक करी जॉइन हो जांतु आज रखिबा एटी पिला माने बाय बाय।